শ্রী জয় গুরুবি নম। বন্ধুগণ নমস্কার। ଆପଣମାନଙ୍କୁ ଆଜି ନୂତନ ବର୍ଷରେ ଅଭିନନ୍ଦନ ବା ଅନେକ ଅନେକ ଶୁଭେଚ୍ଛା। ଅଙ୍କ ବିଜ୍ଞାନ ଏବଂ ଭବିଷ୍ୟତ କାହାଣୀ ଆଜି ଆପଣଙ୍କର କହୁଛି। ଦେଖନ୍ତୁ, ମୂଳ ସଂଖ୍ୟା 1 ଯେଉଁ ପୁରୁଷ ସ୍ତ୍ରୀମାନେ ଏହି ତାରିଖ 1, 10, 19, 28ରେ ଜନ୍ମଗ୍ରହଣ କରିଥିବେ ସେମାନଙ୍କର ମୂଳ ସଂଖ୍ୟା 1 ରୂପେ ପରିଗଣିତ ହେବ ଏବଂ ରବିଗ୍ରହଙ୍କ ଦ୍ୱାରା ଏହା ସମ୍ପୂର୍ଣ୍ଣ ପରିଚାଳିତ। ରବିଗ୍ରହ ହେଉଛନ୍ତି ସମସ୍ତ ଗ୍ରହମାନଙ୍କ ମଧ୍ୟରେ ମୁଖ୍ୟ ଦେବତାମାନଙ୍କ ମଧ୍ୟରେ ଅନ୍ୟତମ। ଅଶୁଭ ସମୟ ପ୍ରତିବର୍ଷ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସଗୁଡ଼ିକ ଆପଣଙ୍କ ପାଇଁ ଖରାପ, କାରଣ ଉକ୍ତ ସମୟରେ ସୂର୍ଯ୍ୟଙ୍କ ରଶ୍ମି ଦୃଢ଼ତା, ତେଣୁ ବିଶେଷ କରି ସ୍ୱାସ୍ଥ୍ୟ ବିଭିନ୍ନ କାର୍ଯ୍ୟରେ ବାଧାବିଘ୍ନ ଦେଖାଯାଏ। ଅଯଥା ଚିନ୍ତା ଏବଂ ଲକ୍ଷ୍ୟହୀନ ଭାବରେ କାର୍ଯ୍ୟ କରି ଚାଲନ୍ତି। ଆସନ୍ତୁ ଦେଖିବା ଶୁଭ ସମୟ। ପୃଥିବୀ ବକ୍ଷରେ ସୂର୍ଯ୍ୟରଶ୍ମି ପ୍ରଖର ଭାବରେ ଥାଏ। ତାହା ହେଲା ତା 21 ରିଖ ମାର୍ଚ୍ଚ ଠାରୁ ତା 8 ରିଖ ଏପ୍ରିଲ, ତା 10 ଜୁଲାଇ ଠାରୁ 20 ରିଖ ଅଗଷ୍ଟ ମାସରେ ଏବଂ ଉକ୍ତ ତାରିଖ ମଧ୍ୟରେ ଆପଣ ଯେକୌଣସି କାର୍ଯ୍ୟ କରିବେ ସେଥିରେ ଆପଣଙ୍କର ସଫଳ ନିଶ୍ଚିନ୍ତ ହେବେ। ସମସ୍ତ ପ୍ରକାର କାର୍ଯ୍ୟ ସେଥିରେ ଆପଣ ସଫଳ ନିଶ୍ଚିନ୍ତ ହେବେ। ସମସ୍ତ ପ୍ରକାର କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦିତ ହେବ। ତେଣୁ ଯେଉଁ ବ୍ୟକ୍ତିମାନଙ୍କର ମୂଳ ସଂଖ୍ୟା 1 ସେମାନେ ଏହି ସମୟରେ ବାଣିଜ୍ୟ, ବ୍ୟବସାୟ, ଚାକିରି ପ୍ରଭୃତି କର୍ମରେ ମନୋନିବେଶ କଲେ ତାଙ୍କର ଭାଗ୍ୟରେ ଉନ୍ନତି ଘଟିବାର ଦେଖାଯାଏ। ଶୁଭ ତାରିଖ ଆସନ୍ତୁ ଦେଖିବା। ଏହି ମୂଳ ସଂଖ୍ୟା 1 ଥିବା ବ୍ୟକ୍ତି, ପୁରୁଷ ହୁଅନ୍ତୁ ବା ସ୍ତ୍ରୀ ହୁଅନ୍ତୁ, ସେମାନଙ୍କ ପାଇଁ ଇଂରାଜୀ ଜନ୍ମ ତାରିଖ 1, 10, 19, 28 ଗୁଡ଼ିକ ବହୁତ ବନ୍ଧୁତ୍ୱପୂର୍ଣ୍ଣ ସହାୟତାକାରୀ ଅଟେ। ଶୁଭ ଦିନ ପ୍ରତ୍ୟେକ ସପ୍ତାହର ରବିବାର ଓ ସୋମବାର ଆପଣଙ୍କୁ ଖୁବ୍ ଫଳ ଲାଭ ଦେବ। ଏହାଛଡ଼ା ଅନ୍ୟାନ୍ୟ ବାରରେ ଆପଣ ମିଶ୍ର ଫଳ ପାଇବେ। ଶୁଭ ରଙ୍ଗ ଆସନ୍ତୁ ଦେଖିବା। ଆପଣଙ୍କର କୌଣସି ରଙ୍ଗ ବ୍ୟବହାର କଲେ କ'ଣ ଭବିଷ୍ୟତରେ ଲାଭବାନ ହୋଇଥାନ୍ତି। ଆପଣଙ୍କ ପାଇଁ ସବୁଠାରୁ ଭଲ ରଙ୍ଗ ହେଲା ହଳଦିଆ, ତମ୍ବା ରଙ୍ଗ, ସ୍ୱର୍ଣ୍ଣ ହଳଦୀ ରଙ୍ଗ ସବୁଠାରୁ ଅତି ଉତ୍ତମ ଅଟେ। ଗୋଲାପୀ, ଲାଲ ରଙ୍ଗ ଚଳନୀୟ ଅଟେ। ପ୍ରତ୍ୟେକ ଦିନ ଏହି ରଙ୍ଗର ରୁମାଲ ବ୍ୟବହାର କରନ୍ତୁ, ଖୁବ୍ ଭଲ ଫଳ ପାଇବେ। ଆପଣଙ୍କର ବ୍ୟବସାୟ ନିଜେ ତଦାରଖା କରନ୍ତି। ନିଜର ଦୂରଦୃଷ୍ଟି ପାଇଁ ବ୍ୟବସାୟ ସଫଳ ହୁଏ। ଖୁବ୍ କମ୍ ସମୟ ମଧ୍ୟରେ ଆପଣ ସୁଫଳ ପାଇପାରନ୍ତି। ଆପଣ ଜଣେ ଦାର୍ଶନିକ, ଧର୍ମାନୁଷ୍ଠାନରେ ପଦାଧିକାରୀ, ବିଭିନ୍ନ ବିଭାଗରେ ପ୍ରଧାନ କର୍ମଚାରୀ, ସରକାରୀ କାର୍ଯ୍ୟରେ ପଦାଧିକାରୀ, ଜଙ୍ଗଲ ବିଭାଗ, ବନ୍ୟଜନ୍ତୁ ବିଭାଗ ଓ ବ୍ୟବସାୟୀ, ଔଷଧ ବ୍ୟବସାୟୀ, ପୂଜାରୀ, ଧର୍ମ ପ୍ରଚାରକ, ସୁନା ଅଳଙ୍କାର, ଗହମ ବ୍ୟବସାୟୀ, ପ୍ରଶାସନ ଅଧିକାରୀ, ନେତା, ସରପଞ୍ଚ, ଅଧ୍ୟକ୍ଷ, ସାଂସଦ, ବିଧାୟକ, ମନ୍ତ୍ରୀ କେତେକ ବ୍ୟକ୍ତି ହେବାର ଦେଖାଯାଏ। ସଂଗଠନ, ଅଭିନେତ୍ରୀ, ସମାଜସେବା, ପ୍ରସାଧନ ସାମଗ୍ରୀ, ପରିଧାନ ସାମଗ୍ରୀ, ଦଲାଲି ଇତ୍ୟାଦିରେ ଲାଭବାନ ହୋଇଥାନ୍ତି। ରତ୍ନ ଧାରଣ କରିବେ। ଆସନ୍ତୁ ଦେଖିବା। 1 ଯଦି ଭାଗ୍ୟ ସଂଖ୍ୟା, ମୂଳ ସଂଖ୍ୟା ହୋଇଥାଏ ଆପଣଙ୍କର 1, 10, 20, 28ରେ ଯଦି ଜନ୍ମଗ୍ରହଣ କରି 1, 10, 28ରେ ଯଦି ଜନ୍ମଗ୍ରହଣ କରିଥାନ୍ତି ତାହେଲେ ଆସନ୍ତୁ ଦେଖିବା ଆପଣଙ୍କ ପାଇଁ ରତ୍ନ କ'ଣ ଲାଗିପାରେ। ଆପଣଙ୍କର ମୁଖ୍ୟ ରତ୍ନ ହେଲା ମାଣିକ୍ୟ, ଇଂରାଜୀରେ ରୁବି। ଏହି ରତ୍ନ 5 ରତିର ଓଜନ ହୋଇଥିବା ସୁନାମୁଦିରେ ତିଆରି କରି ଶୋଧନ ଓ ଜୀବନ୍ୟାସ ପୂଜା କରି ପୁରୁଷମାନେ ଡାହାଣ ହାତର ଅନାମିକା ଅଙ୍ଗୁଳିରେ ପିନ୍ଧିଲେ ଏବଂ ସ୍ତ୍ରୀ ଲୋକମାନେ ବାମ ହାତର ଅନାମିକା ଅଙ୍ଗୁଳିରେ ପିନ୍ଧିଲେ, ଏହିପରି ରତ୍ନ ଧାରଣ କଲେ ଆପଣଙ୍କୁ ସବୁ ବାଧାବିଘ୍ନ ନାଶ ହୋଇ ସଫଳକାମୀ ହେବେ। ଆରାଧ୍ୟ ଦେବତା
ଆପଣଙ୍କର ଆରାଧ୍ୟ ଦେବତା ହେଲେ ସୂର୍ଯ୍ୟ। ତେଣୁ ପ୍ରତ୍ୟେକ ଦିନ ଶଯ୍ୟା ତ୍ୟାଗ କରି ଅଧୁଆ ମୁହଁରେ ଉଦୟ ସୂର୍ଯ୍ୟଙ୍କୁ ଦର୍ଶନ କରନ୍ତୁ। ରବିବାର ଦିନ ଆମିଷ ତେଲ ଲଗାଇବା, ନଖ ବାଳ କାଟିବା, ଦାଢ଼ି କାଟିବା ଏବଂ ସ୍ତ୍ରୀ ସହବାସ ନିଷେଧ। ଏହା ନିଷ୍ଠା ଓ ବିଶ୍ୱାସରେ ପାଳନ କଲେ ସମସ୍ତ ରିଷ୍ଟ ଖଣ୍ଡନ ହୋଇଥାଏ। ରବିବାର ଦିନ ସୂର୍ଯ୍ୟ ପୂଜା ସହିତ ଆଦିତ୍ୟ ହୃଦୟ ପଠନ କରନ୍ତୁ। ସ୍ୱାସ୍ଥ୍ୟ ଏବଂ ରୋଗ ଆସନ୍ତୁ ଦେଖିବା। ଆପଣଙ୍କର ବେଳେବେଳେ ଦୁର୍ବଳ ମନା ହୃଦ ରୋଗ ସମ୍ବନ୍ଧୀୟ ରୋଗ ରହିଛି। ରକ୍ତଜନିତ ରୋଗ, ରକ୍ତଚାପ ମଧ୍ୟ ଦେଖାଯାଏ। ଆଖି ରୋଗ, ବିଶେଷ କରି ଡାହାଣ ଆଖି ରୋଗରେ ଆପଣ ଆକ୍ରାନ୍ତ ହୋଇପାରନ୍ତି। ତେଣୁ ଏବେଠାରୁ ଶରୀର ବା ସ୍ୱାସ୍ଥ୍ୟ ପ୍ରତି ସଚେତନ ହୁଅନ୍ତୁ। ରବିବାର ଉପବାସ କରନ୍ତୁ। ଶୁଭ ତାରିଖ ମନେ ରଖନ୍ତୁ ବନ୍ଧୁଗଣ, 1, 4, 10, 13, 22, 28, 31। ଶୁଭ ବର୍ଷ 1, 10, 19, 28, 37, 46, 64, 73, 82। ଏହା ଆପଣଙ୍କ ପାଇଁ ଶୁଭ ବର୍ଷ ଅଟେ। ଏହାକୁ ମିଶାଇ ଦେଲେ ସର୍ବମୋଟରେ ବର୍ଷଗୁଡ଼ିକ ହେବ ମୂଳ ସଂଖ୍ୟା 1। ଆପଣ ଜୀବନରେ ସବୁଠାରୁ ଏହି ଶୁଭ ବର୍ଷଗୁଡ଼ିକ ଆପଣଙ୍କର ମଙ୍ଗଳମୟ ହେବ। ଅଶୁଭ ତାରିଖ 7, 16, 25। ଏହି ତାରିଖରେ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ନିଷେଧ, ଆପଣଙ୍କର କ୍ଷତି ହୋଇପାରେ। ଅଶୁଭ ବର୍ଷ 7, 16, 25, 34, 43, 52, 61, 70। ଉକ୍ତ ବର୍ଷଗୁଡ଼ିକ ଆପଣଙ୍କ ପାଇଁ ଅଶୁଭ କାରକ ଅଟେ, କାରଣ ଏହାକୁ ମିଶାଇଲେ 6 ସଂଖ୍ୟା ହେବ। ତେଣୁ ସତର୍କ ରହିବେ। ଏତିକି। ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଏହି ଭିଡ଼ିଓଟିକୁ ଲାଇକ୍ ଟିକେ କରନ୍ତୁ। ଆଉ ଏହିଭଳି ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ତା ପାଖରେ ଆସୁଥିବା ବେଲ୍ ଆଇକନ୍ଟିକୁ ପ୍ରେସ୍ କରି ଅଲ୍ରେ ସେଟ୍ କରିଦିଅନ୍ତୁ। ଆମର ନୂତନ ଭିଡ଼ିଓ ଗୁଡ଼ିକ ସର୍ବପ୍ରଥମେ ଦେଖିବା ପାଇଁ। ଆସୁଛି। ନମସ୍କାର। ନୂତନ ଭିଡ଼ିଓରେ ଖୁବ୍ ଶୀଘ୍ର ଦେଖା ହେବା।